ସେହି ବିଷୟରେ ମୁଁ ପ୍ରତ୍ୟେକ ସାମ୍ବାଦିକ ବନ୍ଧୁମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଏଇ ନବଦାସ ଇସ୍ୟୁଟା ଏଇ ଟେବୁଲରେ ଆପଣମାନେ ସାମ୍ବାଦିକ ମୋର ପ୍ରିୟ ସମ୍ମାନୀୟ ସାମ୍ବାଦିକମାନଙ୍କୁ ଏଇ କଥାଟା ମୂଳରୁ ମୁଁ ଦାବି କରିଥିଲି ଯେତେବେଳେ ଆମେ ନୀରବ ଥିଲେ। ଆମେ ଗୋଟେ ସିଟିଂ ମନ୍ତ୍ରୀ ଦିନ ଦ୍ୱିପହରେ ତାକୁ ମାରି ଦିଆହେଉଛି। ଆମେ ଯେତେବେଳେ ଚିତ୍କାର କରିକି ପାଟି କରିକି ଘୋହାଲା କରି କରୁଥିଲୁ ଆମ ଇଏରେ, ସେତେବେଳେ ତା ପରିବାର, ତା ଝିଅ, ତା ପୁଅ, ତାଙ୍କ ସ୍ତ୍ରୀ, ତାଙ୍କ ସପରିବାର ସମ୍ପୂର୍ଣ୍ଣ ନୀରବ ରହିଲେ ଯେ କିଛି କହିଲେନି ସେ ବିଷୟରେ। ଏବଂ ସେ ଆହୁରି ଉଲ୍ଟା ଆହୁରି କହିଥିଲେ ଏଇଟା ରାଜନୀତିକରଣ କରା ନଯାଉ। ଆଜି ଯେତେବେଳେ ହନୁ ମଲାବେଳେ ସତ କହିଲେ, ଆମେ ବାରମ୍ବାର ଦାବି କରିଛୁ ଯେ ନବଦାସ ଇସ୍ୟୁଟା ଗୋଟେ ସେନ୍ସିଟିଭ୍ ଇସ୍ୟୁ, ଗୋଟେ ସ୍ପର୍ଶକାତର ଇସ୍ୟୁ ଏବଂ ଯେତେବେଳେ ଗୋଟେ ମାରି ଦିଆହେଉଛି ତାକୁ ତା ତଦନ୍ତ କରାଯାଉ। ଏବଂ ଆଜି ସିଏ କେଉଁ ଆଶା ତାଙ୍କ ଝିଅ ରଖିଥିଲେ ଯେ ସେ ପୁଣି ଟିକେଟ୍ ପାଇବେ, ବିଧାୟକ ହେବେ, ତାଙ୍କ ସରକାର ହେବ, ନବୀନ ମୁଖ୍ୟମନ୍ତ୍ରୀ ହେବେ, ନବୀନଙ୍କ ବିରୁଦ୍ଧରେ ତାଙ୍କ ସାହସ କରିପାରିବାର ତାଙ୍କ ଶକ୍ତି ନାହିଁ, ସାହସ ଜୁଟେଇ ପାରିଲେ ନାହିଁ, ଟିକେଟ୍ ଡର ରହିଲା ଏବଂ ଇଏ କ'ଣ ପୁଣି ଫେରେ ମନ୍ତ୍ରୀ ହେବା ଲୋଭ ବି ତାଙ୍କର ରହିଲା, ଯେଉଁଥିପାଇଁ ସେ ବାପାକୁ ଭୁଲିଗଲେ। ନିଜର ଜନ୍ମଦାତା ବାପା ଯାହାଙ୍କ ଆଶୀର୍ବାଦରୁ ସେ ଆଜି ହେଇଥିଲେ ତାକୁ ଭୁଲିଗଲେ। ଆମେ ଯେତେବେଳେ ଦାବି କରୁଥିଲୁ ସେ ନୀରବ ରହିଲେ। ସେ ଉଲ୍ଟା ଆହୁରି କହିଥିଲା ଏଇଟା ରାଜନୀତିକରଣ କରାଯାଉ, କରା ନଯାଉ। କିନ୍ତୁ ଆଜି ତାଙ୍କ ସ୍ତ୍ରୀ ଏବେ ଦାବି କରୁଛନ୍ତି ସିବିଆଇ ତଦନ୍ତ ହେଉ। ମୁଁ ମଧ୍ୟ ଦୃଢ଼ ଭାବରେ କହୁଛି ଏଟା ସିବିଆଇ ତଦନ୍ତ ହେବା ଉଚିତ। ଏଟା ଗୋଟେ ସ୍ପର୍ଶକାତର ଇସ୍ୟୁ ଏବଂ ଏ ଇସ୍ୟୁଟାକୁ ମାନେ ଲୋକଲୋଚନକୁ ଆଣୁଛି ଓଡ଼ିଶାରେ। ଯେ ସେଟା ତାଙ୍କ ସ୍ତ୍ରୀ ତ ଏବେ କହିଲେ, ଯେତେବେଳେ ଦେଖିଲେ ସେ ନିରାଶ ହେଲେ, ତାଙ୍କ ସରକାର ହେଲାନି, ନବୀନ ମୁଖ୍ୟମନ୍ତ୍ରୀ ହେଲେନି, ତାଙ୍କର ସରକାର ସମ୍ପୂର୍ଣ୍ଣ ଉଲ୍ଟିଗଲା, ତାଙ୍କ ପାଇଁ କିଛି କରିବାର ନାହିଁ। ଶେଷବେଳକୁ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତାଙ୍କ ସ୍ୱାମୀ କଥା, ତାଙ୍କ ସ୍ତ୍ରୀର ମନେ ପଡ଼ୁଛି, ତାଙ୍କ ଝିଅର ବାପା କଥା ମନେ ପଡ଼ୁଛି। ଆମେ ମଧ୍ୟ ଦାବି କରୁଛୁ ସେଟା ସେ ତାଙ୍କ ସ୍ତ୍ରୀ ଏବେ କ'ଣ ଦାବି କରୁଛୁ, ଆମେ ମୂଳରୁ ଦାବି କରୁଛୁ ସିବିଆଇ ତଦନ୍ତ। ଆଚ୍ଛା, ଆପଣମାନଙ୍କୁ ଏଇ ଇଏରେ ମୁଁ କହିଛି ନା ଗୋପାଳ ଦୋଷୀ ନୁହେଁ? ମୁଁ ଆଗରୁ ଦୁଇଥର ଏଇଠି ମୋର ଷ୍ଟେଟମେଣ୍ଟ ଦେଇଛି କି ନାହିଁ? ଗୋପାଳକୁ ମହୁରା କରାହେଉଛି, ଗୋପାଳ ଦୋଷ ନିଏ, ତା ପଛରେ ଅଲଗା ଲୋକ ଅଛନ୍ତି। ସେଇଟା ତଦନ୍ତ ହେଉ। ସେ ତଦନ୍ତ ମୁଁ ଆପଣଙ୍କୁ ଆଜି ମଧ୍ୟ କହୁଛି ଯେ କ୍ରାଇମବ୍ରାଞ୍ଚ ପାରିବନି, ତାକୁ ସିବିଆଇ ତଦନ୍ତ। ଆମେ ଆଗତୁରା ଆମେ କହିଦେବାଟା ଠିକ୍ ହେବନି। ଆମେ କହିବା ଉଚିତ, ତଦନ୍ତରେ ଜଣାପଡ଼େ ପ୍ରକୃତ ସତ୍ୟତା। ଆମେ କହିବା କିଏ ତା ଦେହରେ ଇନଭଲ୍ଭ ଅଛି ବୋଲି। ହଁ, ଗୃହ ଭିତରେ ବି କହିଛି ସିବିଆଇ ତଦନ୍ତ ହେଉ, ନ୍ୟାୟିକ ତଦନ୍ତ ହେଉ। ହଁ, ଶୁଣନ୍ତୁ, ଆପଣଙ୍କୁ ମୁଁ ଗୋଟିଏ କଥା କହିଲି, ନାଁ ବି ସେତେବେଳେ ନେଇଛି, ଏବେ ବି ନେଉଛି। ପଛର ନାୟକ ତ ଜଣେ ଥିଲେ। ଆପଣ ଜାଣିନାହାନ୍ତି, ମୋତେ କହୁଛନ୍ତି ମୋ ମୁହଁରୁ କାହିଁକି ଶୁଣିବାକୁ ଆପଣ କହୁଛନ୍ତି କହିଲେ?